ମାୟା ଆନନ୍ଦକୁ କହିବେ, ଆନନ୍ଦ ବିନୋଦ ଭଲ ଅଛନ୍ତି, ଶୁଣିଲ ନା? କାହିଁକି ଅଯଥାରେ ବ୍ୟସ୍ତ ହଉଛ? ଯାଅ ରୁମ୍ରେ ଯାଇ ରେଷ୍ଟ ନିଅ। ତାପରେ ଆନନ୍ଦ କହିବେ, ନାଇଁ ମାୟା, ମୁଁ ପଲ୍ଲବୀ ଆଉ ଗୌରବ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଛି। ତାପରେ ଗୌରବ, ପଲ୍ଲବୀ ଆଉ ବିନୋଦ ଆସିବେ। ତାପରେ ଆନନ୍ଦ ଦେଖି କହିବେ, ମାୟା ଏଇ ତ ଆସିଲେଣି। ଏମିତି କହି ଆନନ୍ଦ ବିନୋଦକୁ ହକ୍ କରିବେ ଆଉ କହିବେ, ଦେଖିଲୁ ତ ମନ ଇଚ୍ଛା ଶାସନ କରିବାର ଫଳ କ'ଣ ହେଲା? ଘରୁ ଦୂରେଇ ରହିବାର ପରିଣାମ କ'ଣ ହେଲା? ନିଜେ ଦେଖିଲୁ ତ? ଏବେ ତୁ ମୋ ବିନା ପରମିଶନରେ ଘରୁ ପାଦ ଯଦି ବାହାରକୁ ରଖିବୁ ତାହେଲେ ଦେଖିବୁ ମତେ। ତାପରେ ବିନୋଦ କହିବେ, ସରି ଭାଇ, ମୋ ଯୋଗୁଁ ଆପଣ ସମସ୍ତଙ୍କୁ ଏତେ କଷ୍ଟ ହେଲା। ତାପରେ ମାୟା କହିବେ, କଷ୍ଟ ତ ଆମ ସମସ୍ତଙ୍କୁ ହେଇଛି। ଯଦି ମମତା କଥା ଶୁଣିକି ତମେ ଏ ଘରୁ ଯାଇନଥାନ୍ତ ତାହେଲେ ଆଜି ଆମ ସମସ୍ତଙ୍କୁ ଏ ଦିନ ଦେଖିବାକୁ ପଡ଼ିନଥାନ୍ତା। ଏମିତି କହି ମାୟା ନିମ୍କିକୁ ଡାକିବେ। ତାପରେ ନିମ୍କି ଆସି କହିବ, ଆଜ୍ଞା ମା। ତାପରେ ମାୟା କହିବେ, ତୁ ଆଉ ଗୌରବ ବିନୋଦକୁ ତାଙ୍କ ରୁମ୍କୁ ନେଇକି ଯାଅ। ତାପରେ ଆନନ୍ଦ କହିବେ, ଯା ବିନୋଦ, ତୁ ଆଉ ବେଶୀ ଚିନ୍ତା କରନି, ତୁ ଯାଇ ରେଷ୍ଟ ନେ। ଆମେ ପରେ ଏ ବିଷୟରେ କଥା ହେବା, ହେଲା? ତାପରେ ନିମ୍କି ଆଉ ଗୌରବ ବିନୋଦକୁ ନେଇ ଚାଲିଯିବେ। ତାପରେ ଆନନ୍ଦ ପଲ୍ଲବୀକୁ କହିବେ, ପଲ୍ଲବୀ, ଆରେ ଏସବୁ ହେଲା କେମିତି? ତାପରେ ପଲ୍ଲବୀ କହିବେ, ବାବା, ଏକ୍ଚୁଆଲି ମୁଁ ଠିକ୍ ସମୟରେ ଦାଦାଙ୍କ ପାଇଁ ଖାଇବା ନେଇକି ପହଞ୍ଚି ପାରିଲିନି। ତେଣୁ ଦାଦା ମେଡ଼ିସିନ ଠିକ୍ ସମୟରେ ନ ଖାଇବା ଯୋଗୁଁ ଧୀରେ ଧୀରେ ତାଙ୍କ ଦେହ ଖରାପ ହେବାକୁ ଲାଗିଲା। ଆଉ ସେ ନିଜେ ଯାଇ ରୋଷେଇ କଲେ। ସେଇ ପ୍ରୋସେସ୍ ଭିତରେ ମୁଁ ଯାଇ ସେଇଠି ପହଞ୍ଚିଲା ବେଳକୁ ଦାଦା ହଲରେ ବେହୋସ ହେଇକି ପଡ଼ିଛନ୍ତି। ଆଉ ଭାଗ୍ୟ ଭଲ ଠିକ୍ ସେଇ ସମୟରେ ଡକ୍ଟର ଆସି ପହଞ୍ଚିଗଲେ। ଆଉ ସିଏ ହିଁ ସେଠି ସବୁକିଛି ସମ୍ଭାଳି ନେଲେ। ତାପରେ ରୁବି କହିବେ, କିନ୍ତୁ ମୋ କହିବା କଥା ହେଲା ପଲ୍ଲବୀ, ତୁ ଯଦି କୌଣସି କାମ ଠିକ୍ରେ ତୁଲେଇ ପାରୁନୁ ତାହେଲେ ତୁ ସେ କାମ ନିଜ ମୁଣ୍ଡକୁ ନଉଛୁ କାହିଁକି? ମଣିଷ ସେତିକି କଥା ପାଇଁ ପ୍ରମିସ୍ କରିବା କଥା ଯେତିକି ସେ ନିଜେ କରିପାରିବ। ଏକରେ ତ ତୋ ପୋଲିସ ଚାକିରି, ଯୋଉଥିପାଇଁ ତୋତେ ଦିନ ରାତି 24 ଘଣ୍ଟା କାମ କରିବାକୁ ପଡୁଛି। ତା ସାଙ୍ଗକୁ ତୁ କିଚେନକୁ ବି ଅଲଗା କରିଦେଇଛୁ। ତେଣୁ ତୋତେ ତ ନିଜ ଖାଇବା ନିଜେ ହିଁ ରୋଷେଇ କରିବାକୁ ପଡୁଛି। ସେଥିରେ ପୁଣି ବିନୋଦଙ୍କର ଖାଇବା ପିଇବା ଦାୟିତ୍ୱ ନବୁ, ତାହେଲେ କ'ଣ ହେବ ଶେଷରେ କହିଲୁ? ଆରେ ସେମାନେ ତାଙ୍କ କଥା ବୁଝିଥାନ୍ତେ। ତୁ ସବୁଦିନ ଠିକ୍ ସମୟରେ ଖାଇବା ନେଇ ବିନୋଦ ପାଖରେ ପହଞ୍ଚି ପାରିବୁନି, ଏକଥା ତୁ ବୁଝିବା ଦରକାର ଥିଲା। ତୋର ଏ ଦାୟିତ୍ୱହୀନତା ପାଇଁ ଆଜି ଯଦି ବିନୋଦଙ୍କର କିଛି ହେଇଯାଇଥାନ୍ତା ତାହେଲେ? ତାପରେ ନିମ୍କି ଆସି କହିବ, ଦିଦି ତ ସବୁ କାମ ଠିକ୍ ସମୟରେ କରିଦେଇଥାନ୍ତେ, କିନ୍ତୁ ଠିକ୍ ସମୟରେ ସିଲିଣ୍ଡରର ଗ୍ୟାସ୍ ସରିଗଲା। ଏଥିରେ ଦିଦିଙ୍କର କ'ଣ ଭୁଲ ଅଛି? ତାପରେ ରିମଝିମ୍ ଚାଲି ଯାଉଥିବେ। ତାପରେ ପଲ୍ଲବୀ କହିବେ, ଗୋଟେ ମିନିଟ୍ ଅପା, ମୁଁ ତମକୁ କିଛି ପଚାରିବାକୁ ଚାହେଁ। ତାପରେ ରିମଝିମ୍ କହିବେ, କ'ଣ ପଚାରିବୁ? ତାପରେ ପଲ୍ଲବୀ କହିବେ, ତମେ ଜାଣିଥିଲ ନା ଦାଦାଙ୍କର ଦେହ ଖରାପ ଅଛି, ତାପରେ ବି ତମେ ମୋତେ ସେ ପଟ ସିଲିଣ୍ଡର ୟୁଜ୍ କରିବାକୁ ଦେଲନି କାହିଁକି ଅପା? ତାପରେ ରିମଝିମ୍ କହିବେ, ମୁଁ କହିସାରିଛି ନା, ଯଦି କିଚେନର କୌଣସି ଜିନିଷ ମୁଁ ତତେ ଦେବି ତାହେଲେ ବଣମା ରାଗିଯିବେ ବୋଲି। ତାପରେ ଗୌରବ ଆସି କହିବେ, କେବଳ ଏ କାରଣ ଥିଲା ରିମଝିମ୍? ତାପରେ ରିମଝିମ୍ କହିବେ, ହଁ, ଆଉ କ'ଣ କାରଣ ହେବ? ପୁଣି ଗୌରବ କହିବେ, ତମେ ହୁଏତ ଚାହୁଁନଥିଲ ବାପାଙ୍କୁ ଠିକ୍ ସମୟରେ ଖାଇବା ମିଳୁ, ଏଇଟା ହିଁ ହେଉଛି ମେନ୍ କାରଣ। ତାପରେ ରିମଝିମ୍ କହିବେ, ମୁଁ କାହିଁକି ସେମିତି ଚାହିଁବି? ତାପରେ ଗୌରବ କହିବେ, ଏଇଥିପାଇଁ ଯେ ତମକୁ ଲାଗିଲା ମୁଁ ଆଉ ବାପା ତମ ଆଗରେ ବାପାଙ୍କ ଦେହ ଖରାପ ହବାର ନାଟକ କରୁଛୁ। କ'ଣ ଠିକ୍ କହିଲି ନା? ତାପରେ ରିମଝିମ୍ କହିବେ, ନାଇଁ, ଏସବୁ କାହିଁକି ହବ? ଏମିତି କହି ରିମଝିମ୍ ଆନନ୍ଦ ଆଉ ମାୟାକୁ କହିବେ, ବଡ଼ମା, ବଡ଼ବାପା, ଗୌରବ ମୋ ଉପରେ ମିଛ ଆରୋପ ଲଗାଉଛନ୍ତି। ତାପରେ ପଲ୍ଲବୀ କହିବେ, ତାମାନେ କ'ଣ ଏ କଥା ବି ମିଛ ଅପା? ଭାଇ ଦାଦାଙ୍କ ପାଇଁ ମେଡ଼ିସିନ ଆଣିବା ପାଇଁ ତମକୁ ପଇସା ମାଗିଥିଲେ, କିନ୍ତୁ ତମେ ଦବା ପାଇଁ ମନା କରିଦେଇଥିଲ, କାରଣ ତମକୁ ଲାଗିଲା ଭାଇ ତମ ପାଖରୁ ଟଙ୍କା ଝଡ଼େଇବା ପାଇଁ ଦାଦାଙ୍କର ଦେହ ଖରାପ ହେଇଛି ବୋଲି ମିଛ ନାଟକ କରୁଛନ୍ତି। ତାପରେ ରିମଝିମ୍ କହିବେ, ହେଲେ ପଲ୍ଲବୀ। ତାପରେ ଆନନ୍ଦ କହିବେ,
ରିମଝିମ୍ ଏ କଥା କ'ଣ ସତ? ତାପରେ ମାୟା କହିବେ, ରିମଝିମ୍ ଆନନ୍ଦ ତୋତେ କିଛି ପଚାରିଲେ ପରା, ଉତ୍ତର ଦେ, ଏ କଥା କ'ଣ ସତ? ତାପରେ ରିମଝିମ୍ କହିବେ, ମାନେ ବଡ଼ମା, ଗୌରବ ଆଗରୁ ବହୁତ ଥର ମିଛ ସତ କହିକି ମୋ ପାଖରୁ ଟଙ୍କା ଝଡ଼େଇବା ପାଇଁ ଚେଷ୍ଟା କରିଛନ୍ତି। ତେଣୁ ତାପରେ ପଲ୍ଲବୀ କହିବେ, ଭାଇ ବଦଳି ସାରିଛନ୍ତି ଅପା। ସେ କ'ଣ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟକୁ ନେଇ ଏତେ ବଡ଼ ମିଛ କହିପାରିବେ? ତାପରେ ଆନନ୍ଦ କହିବେ, ଗୌରବ ହୁଏତ ମିଛ କହିଥାଇପାରେ, କିନ୍ତୁ ବିନୋଦ ମିଛ କହିଛି ଏ କଥା ତୁ ଭାବିପାରିଲୁ କେମିତି? ଗୌରବ ପାଖରୁ ଫୋନ୍ ପାଇଲା ପରେ ଏ କଥା ସତ କି ମିଛ ତୁ ବିନୋଦକୁ ଫୋନ୍ କରି ପଚାରି ପାରିଥାନ୍ତୁ। ତତେ ଯଦି ଟଙ୍କା ଦେବା ପାଇଁ ଲୋଭ ଲାଗିଲା, ତାହେଲେ ତୁ ପଲ୍ଲବୀକୁ କହିପାରିଥାନ୍ତୁ, ଆଦର୍ଶକୁ କହିପାରିଥାନ୍ତୁ। ଟଙ୍କା କ'ଣ, ସେମାନେ ବିନୋଦ ପାଇଁ ତାଙ୍କ ଜୀବନ ବି ଦେବା ପାଇଁ ପଛେଇ ନଥାନ୍ତେ। ଆରେ ସାମାନ୍ୟ କେତେଟା ଟଙ୍କା ପାଇଁ ଆନନ୍ଦ ମହାପାତ୍ରର ଭାଇ ମେଡିସିନ ଖାଇପାରିଲାନି? ଆରେ ଏକଥା ଭାବିଲା ବେଳକୁ ମୋତେ ବହୁତ ଲାଜ ଲାଗୁଛି। ମୁଁ ଥାଉ ଥାଉ ମୋ ଭାଇ ପୁଣି ତୋ ପାଖରୁ ମିଛ କହି ଟଙ୍କା ଲୁଟୁଛି। ରିମଝିମ୍ ତୁ ଏତେ ତଳକୁ କେମିତି ଖସି ପାରିଲୁ? ମୋତେ ରାଗ ଲାଗୁଛି ଯେ ମୁଁ ତୋତେ ଜୀବନରେ ଆଗକୁ ବଢ଼ିବା ପାଇଁ ଗୋଟେ ସୁଯୋଗ ଦେଇଛି। କ'ଣ ଏଇଥିପାଇଁ ସୁଯୋଗ ଦେଇଥିଲି ରିମଝିମ୍? ତାପରେ ରୁବି କହିବେ, ହଉ ହେଲା, ଚୁପ୍ ରୁହ। ଆରେ ବିଚାରୀଟା ଯଦି ଭୁଲ କରିଦେଇଛି, ତାହେଲେ ସମସ୍ତ ମିଶିକି ତା ଜୀବନ ନେବ ନା କ'ଣ? ଯା ରିମଝିମ୍, ତୁ ତୋ କାମରେ ଯା। ତାପରେ ରିମଝିମ୍ ଚାଲି ଯାଉଥିବେ। ତାପରେ ପଲ୍ଲବୀ କହିବେ, ରୁହ ଅପା, ଏ ପର୍ଯ୍ୟନ୍ତ ମୋ କଥା କମ୍ପ୍ଲିଟ୍ ହେଇନି। ଅପା, ମୁଁ ଲକ୍ଷ୍ୟ କରୁଛି ତମେ ଆଉ ରୁବି ମାଉସୀ, ତମ ଦି ଜଣଙ୍କ ଭିତରେ ଆଜିକାଲି ବହୁତ ଭଲ ଫ୍ରେଣ୍ଡସିପ୍ ହେଇଗଲାଣି। ଖୁବ୍ ଜମୁଛି ତମ ଦି ଜଣଙ୍କର ଯୋଡ଼ି। କାଲି ରାତିରେ ବି ଅନ୍ଧାର ଭିତରେ ଏଠି ହଲ୍ରେ ତମେ ଦି ଜଣ ଯାକ କିଛି ଇମ୍ପୋର୍ଟାଣ୍ଟ କାମ କରୁଥିଲ।